ମୋ ନାଁ ଆଦରମଣି ବିଶ୍ୱାଳ। ଆଦରମଣି, ଆପଣ କେଉଁଠୁ ଆସିଲେ? କେନ୍ଦୁଝର। କୁହନ୍ତୁ, ଆଦରର ସହିତ ଗୋଟେ ଭଲ ଅନୁଭୂତି କୁହନ୍ତୁ ଆପଣ। ଆଜ୍ଞା, 2021 ମସିହା ମେ ମାସ 18 ତାରିଖ ଦିନ ମୋ ସ୍ୱାମୀଙ୍କର ହାର୍ଟ ଚୋକ୍ ହେଇଗଲା ରାତି 3ଟାରେ। ମୋ ସ୍ୱାମୀଙ୍କର ସେଠୁ ତାକୁ ଇଏ କରିକି ଚେଷ୍ଟା କରି ନେଇକି ଗଲେ ମେଡ଼ିକାଲ। ଦେଖିଲା ବେଳକୁ ମେଡ଼ିକାଲ ଡକ୍ଟର କହିଲେ ନାହିଁ ଗଲା। ମୋ ବଡ଼ ପୁଅ ବୋଉ ଅଛନ୍ତି କଟକରେ, ବଡ଼ ଝିଅ ଥିଲା ପଟ୍ଟାମୁଣ୍ଡେଇରେ, ସାନ ଝିଅ ଥିଲା ବାଲେଶ୍ୱରରେ। ବାପାକୁ ଦେଖିବାକୁ ସମସ୍ତେ ଆସିଲେ, ସମସ୍ତେ ଦେଖି ବାଡ଼େଇ ପିଟି କାନ୍ଦି ବୋବେ ଯାହା ଯେମିତି କଲେ ଗଲେ। ସାନ ଝିଅଟି ଆସିଥିଲା, ଗଲା ଦେଖିଲା। ଆଉ ତାପରେ କୋଭିଡ଼ରେ ବାପା 12 ଦିନ ସେ ଚାଲିଗଲା। ଆଉ ମୁଁ ଆଉ ଦେଖିପାରେ ଛୁଆ। ଏ ଯେଉଁ କହିଲେ ବାପାକୁ ଦେଖିବାକୁ ଆସିଥିଲା ସାନ ଝିଅର ଏ ଅବସ୍ଥା କହୁଛନ୍ତି, କୋଭିଡ଼ ସମୟର କଥା। କୋଭିଡ଼ ବାପ ହାର୍ଟ ଚୋକରେ ଗଲା କୋଭିଡ଼ ସମୟରେ। ସେ ଆସିକି ବାପକୁ ଦେଖିକି ତୟାର ଦିନ ସଂସ୍କାର କାମ ସରିଲା। ତୟାର ଦିନ କହିଲା ମା ମୁଁ ଯାଉଛି, ଆଉ ତୋ ଜଇଁ ତ କୋଭିଡ଼ ଟାଇମ୍ରେ ପଦାରେ ଖାଇବେନି, ମୁଁ ଯାଉଛି 8 ଦିନ ଆସିମି। ମୁଁ ଯିବା ବେଳେ ମୋ ଝିଅ ମୁହଁ ଦେଖିପାରୁନି। ମୁଁ ପେଟେଇକି ଶୋଇକି କାନ୍ଦୁଛି। ମୋତେ ସେ କହିକି ଗଲା ବାଲେଶ୍ୱର, ସେଠି କୋଭିଡ଼ ହେଲା ତାକୁ। ଆଉ ସେ ଆଉ ଫେରିଲା। ପ୍ରକୃତରେ ମା ଯେଉଁ କଥାଟି ଆପଣ କହୁଛନ୍ତି, ଦୁଃଖ ପରେ ଦୁଃଖ, ସ୍ୱାମୀଙ୍କ ଯିବା ପରେ ପୁଣି ମାଟିଏ ଝିଅର ଦୁଃଖ କଥା ଯେତେବେଳେ ଶୁଣିଲେ, ସେଇ ପ୍ରଭୁଙ୍କ ପାଇଁ ଆପଣ ଧୈର୍ଯ୍ୟ ପାଇଗଲେ କୁହନ୍ତୁ, ପ୍ରଭୁଙ୍କ ପାଇଁ ବଞ୍ଚିଗଲେ କୁହନ୍ତୁ, ନହେଲେ ଆପଣ ବୋଧେ ଚିନ୍ତା କରି କରି ଆପଣଙ୍କର ବି କ'ଣ ହେଇଯାଇଥାନ୍ତା। ବର୍ଷକ ପର୍ଯ୍ୟନ୍ତ ମୁଁ 6 ମାସ ଶୋଇନେଇ କି 6 ମାସ ଖାଇନେଇ, ଖାଲି ପାଣି ମୁଢ଼ି ଛତୁଆ ଇଆଡ଼ୁ ସିଆଡ଼ୁ ଖାଇକି ରହିଥିନି। ତାପରେ କ'ଣ ହେଲା ନା, ତାପରେ ବର୍ଷକ ପରେ ତାପରେ ନିଦ ବଟିକା ଦେଇକି ଶୋଇଲେ। ବର୍ଷକ ପରେ ଯେମିତି ବର୍ଷେ ପୁରିଗଲା। ଇଏ ଆଗରୁ ଆମର ଜଗନ୍ନାଥ ପୂଜା କରୁ ଘରେ, କିନ୍ତୁ ଏତେ ଆଉ ଜାଣିନଥିଲୁ। ଏଇ ବର୍ଷକରେ ପୁଅ ତାର କ'ଣ କଲା ନା ଜଗନ୍ନାଥ ଟିଭି ଚ୍ୟାନେଲ ଆଣିଲା। ସେଇ ଦିନଠାରୁ ମୋର ଜଗନ୍ନାଥ ବିନା ଆଉ ଦୁନିଆରେ ମୋର କେହି ନାହିଁ ବାବା। ମୁଁ ସେ ଜଗନ୍ନାଥ ହେଇକି ଏ ନାତୁଣୀ ଟିକେ ଆପଣ ଯେଉଁ କଥାଟି କହୁଛନ୍ତି, ଆଉ ଟିକେ ବୁଲିଗଲେ ଏମିତି, ଆପଣ ଯେଉଁ କଥାଟି କହିଲେ ଯେ ସ୍ୱାମୀ ଝିଅ ଯିବା ପରେ ବର୍ଷେ ଯାଏଁ ଆପଣଙ୍କୁ ନିଦ ଔଷଧ କାହାକୁ? ଆପଣଙ୍କୁ? ହଁ, 6 ମାସ ମୁଁ ଶୋଇନି ନେଇ, ରାତିରେ ଶୋଇନି କି ଦିନରେ ଖାଇନି, ଯାହା ଯେମିତି କରି ଦୁଃଖେ କଷ୍ଟ ଇଏ କନି। 6 ମାସ ପରେ ନିଦ ମେଡ଼ିସିନ ମୋତେ ଦେଇକି ଶୋଇ ପକେଇଲେ। ଶୋଇ ପକେଇଲା ପରେ ତାପରେ ବର୍ଷକ ପରେ ଜଗନ୍ନାଥ ଟିଭି ଯେମିତି ଆଇଲା, ପୁଅ ଜଗନ୍ନାଥ ଟିଭି ଆଣିଲା। ସେଇ ଜଗନ୍ନାଥଙ୍କୁ ଦେଖିକି ଟିକେ ବୁଲିନି। ଜଗନ୍ନାଥ ଟିଭି ଦିନେ ମୁଁ ନ ଦେଖିନି ପୁରା ପାଗିଳି ହେଇଯିମି। ଥରେ ଲାଇନ୍ ନଥିଲା ବୋଲି କାନ୍ଦିନି ଭୋକି। ମୋ ପୁଅ ତାର କ'ଣ କଲା, ଆଉ ଗୋଟେ ନୂଆ ଟିଭିଟି ଆଣିକି ନଗେଇଦେଲା। କହିଲା ତୁ ତୋର ଖାଲି ଏଇଠି ଦେଖିବୁ, ଇନଭର୍ଟର ସେଟିଂ କରିଦେଲା। କହିଲା ତୁ ଖାଇବୁ ପିଇବୁ ଶୋଇବୁ, ଖାଲି ଏଇଠି ଟିଭି ଦେଖିବୁ, ଆଉ ପଦାକୁ ବାହାରିବୁନୁ। ଦାଣ୍ଡରେ ଗୋଟେ ଟିଭି ଅଛି, ଛୁଆ କ'ଣ କାର୍ଟୁନ ଫାଟୁନ ଦେଖେ ତ। ତାଙ୍କ ଟିଭି କି କାହିଁ ଯିବେ? ପୁଅ ତ ଆପଣଙ୍କୁ ଗୋଟେ ଟିଭି ଦେଇଦେଲା। ପୁଅ କହିଲା ଯେ ଆଉ କାହା ପାଖକୁ ଯିବୁନି, କେବଳ ଜଗନ୍ନାଥଙ୍କ ପାଖରେ ରହିବୁ। ଆପଣ ଖାଇ ପିଇ ଜଗନ୍ନାଥଙ୍କୁ ଡାକନ୍ତୁ। ଯେତେବେଳେ କହିଲେ ଆଉ ନିଦ ଔଷଧ ଦରକାର ପଡ଼ୁନି ନା। ତାପରେ ହେଇଗଲା ସାଇକେଟ୍ ହେଇଗଲା, ମୁଣ୍ଡ କ'ଣ ହେଲା। ତାପରେ ମୁଁ କ'ଣ କଟକ ମେଡ଼ିକାଲକୁ ଆସିଲା ପରେ ସେଠି ସବୁ ପରୀକ୍ଷା, ଉତ୍କଳ ହସ୍ପିଟାଲରେ ସବୁ ପରୀକ୍ଷା, ଛାତି ଫାତି ହେଲା, ଇକୋ ECG, ଆଉ ଛାତି ଫଟୋ ଉଠା ହେଲା, ଏଞ୍ଜିଓଗ୍ରାଫି ହେଲା ଏଇ ଯେଉଁ ହାତ ଇଏରେ ହେଇସାରିଲା ପରେ ତାପରେ ସେଇ ଜଗନ୍ନାଥଙ୍କୁ ତ ଧରିକି ମୁଁ ଚାଲିଛି। ଆଉ ମୋ ପୁଅ ଖାଲି ଦେଖିଲେ କହିଲେ ଛାତିରେ ଅଛି କ'ଣ କରୁଛି ବ୍ଲକ, ଖାଲି ଭୋ ହେଇକି ଜଗନ୍ନାଥଙ୍କୁ ଟେକିକି ହାତ ଖାଲି ଭୋ ହେଇକି କାନ୍ଦିଲା। ସବୁ ପରୀକ୍ଷା ପରେ ଦେଖିଲା ବେଳକୁ ଜଗନ୍ନାଥ କହିଲେ କିଛି ନାହିଁ। ତାପରେ ପୁଣି ରାତିରେ ପୁଣି ବାହାରିଲା ମୁଣ୍ଡ ବାହାରିଲା। ଯେମିତି ତାକୁ ନେଲା ବେଳକୁ ଡକ୍ଟରଖାନା ପରୀକ୍ଷା ନିରୀକ୍ଷା କଲା ବେଳକୁ ମୁଣ୍ଡ ସାଇକାଟି ବାହାରିଛି। ହଁ, ସେଇଠୁ ଔଷଧପତ୍ର ଖାଇନି। 18 ଦିନ ପର୍ଯ୍ୟନ୍ତ ମୁଁ ପାଣି ଟିକେ ପିଇନି, ଖାଲି ସେଇ ଜଗନ୍ନାଥ, ଉଠିନେ ଜଗନ୍ନାଥ, ବସିନେ ଜଗନ୍ନାଥ, ଶୋଇନେ ଜଗନ୍ନାଥ, ଗାଧୋଉଥିମି ଜଗନ୍ନାଥ, ସବୁବେଳେ ସେ ଜଗନ୍ନାଥ ନାଁ ଧରି ଆଜି ମୋ ଜୀବନ ମୁଁ ବଞ୍ଚିଛି।
ଶେଷରେ ପହଞ୍ଚିଲେ ଆପଣ ଜଗନ୍ନାଥଙ୍କ ନାମ ଧରି ଧରି ଜୀବନ ରହିଛି, ଜୀବନ ମଧ୍ୟ ରହିବ, ଆଉ ସେଇ ଜଗନ୍ନାଥଙ୍କ ପାଇଁ ମଧ୍ୟ ଜୀବନ ଯିବ। ଧନ୍ୟବାଦ ଦେବି ଆପଣଙ୍କୁ ମା, ଭଲ ଅନୁଭୂତି କହିଲେ। ସଦାବେଳେ ପ୍ରଭୁଙ୍କୁ ନେଇ ଆପଣ ଥାଆନ୍ତୁ। ଜୟ ଜଗନ୍ନାଥ।